ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ସୁନ୍ଦରପଡ଼ା ଦେଖିବାକୁ ଏକଦମ ଦମଦାର ଏପିସୋଡ। ଆପଣମାନେ ଦେଖିପାରିବେ ଆଜି ମଲ୍ଲିକାର ତ ସବୁ ଚାଲ ବର୍ବାଦ ହେଇଯାଇଛି, ତାର କୌଣସି ଯାଦୁବିଦ୍ୟା କାମ କରୁନି। ଏପଟେ ଆସିକି ରାଜବୀର ଆଉ ଅଂଶଙ୍କର ପହଞ୍ଚି ଯାଇଛନ୍ତି ଫ୍ରେଣ୍ଡ। ତ ରାଜବୀରଙ୍କ ଫ୍ରେଣ୍ଡ ଯେତେବେଳେ ପହଞ୍ଚିଛନ୍ତି ସେତେବେଳେ ସେ କହୁଛନ୍ତି କି ଆରେ ରାଜବୀର, ଅଂଶ ତ ବାହା ହେଇକି ସେଟେଲ ହେଇଗଲା, ତା ଲାଇଫ୍ ବନେଇଦେଲା, ଏବେ ତୋ କଥା କ'ଣ, ତୁ ବାହା ହେଲୁଣି କି ନାହିଁ? ତ ସେତେବେଳେ ରାଜବୀର କିଛି କହିପାରୁନାହାନ୍ତି, କ'ଣ କହିବେ ଜାଣିପାରୁନାହାନ୍ତି, କାହିଁକିନା ଅଂଶ ପରେ ସମସ୍ତେ ଜାଣିଛନ୍ତି ରାଜବୀର ରୋଶନୀକି ବାହା ହେଇଛନ୍ତି। ତ ସେତେବେଳେ ସେ କହୁଛନ୍ତି ଓହୋ ତାହେଲେ ତୁ ବାହା ହେଇସାରିଛୁ, ତୁ ଯାହାକୁ ବାହା ହେଇଛୁ ସେ ସେଇ ତ ଯାହାକୁ ତୁ କଲେଜ ଟାଇମରେ ଭଲ ପାଉଥିଲୁ। ତ ସେତେବେଳେ ମଲ୍ଲିକା ଠାଇକି ଆପଣ ଆଶ୍ଚର୍ଯ୍ୟ କରୁଛନ୍ତି କ'ଣ କରିବେ ବୁଝିପାରନ୍ତି। ସେ କହୁଛନ୍ତି କି ମୋର ତ ମନେ ନାହିଁ ତୁ ଯାହାକୁ ଭଲ ପାଉଥିଲୁ ତା ନାଁଟା ମୋର ମନେ ନାହିଁ, କିନ୍ତୁ ମୋର ମନେ ଅଛି ତା ଫଟୋ। ଆଉ ତା ଫଟୋ ଦେଖିଲେ ମୁଁ ଏବେ ବି ଜାଣିପାରିବି ସେ ଝିଅ କିଏ। ତ ମୋ ମୋବାଇଲରେ ସେ ଫଟୋ ଅଛି କହିକି ସେ ମୋବାଇଲ କାଢୁଛନ୍ତି। ଆଉ ସେତେବେଳେ ମଲ୍ଲିକା ଭାବୁଛନ୍ତି ଭଗବାନ ମୁଁ କ'ଣ କରିବି, କାହିଁକି ନା ଯଦି ଏ ଦେଖେଇ ଦଉଛନ୍ତି ମୋର ଆଉ ରାଜବୀରର ଫଟୋ ତାହେଲେ ଅଂଶ ଦେଖିକି ମୋର ଲାଇଫ୍ ପୁରା ବର୍ବାଦ କରିଦେବେ। ତେଣୁ ମୁଁ କିଛି ବୁଝିପାରୁନି କ'ଣ ବର୍ତ୍ତମାନ ହବ। ତ ସେଇ ସମୟରେ ମଲ୍ଲିକା ଆଉ ଅଂଶ ଠିଆ ହେଇଛନ୍ତି, ରାଜବୀର ମଧ୍ୟ ଚୁପଚାପ ଠିଆ ହେଇଛନ୍ତି, କହୁଛନ୍ତି କି ଆଉ ଟିକେ ରହ ଦେଖିବା କ'ଣ ହଉଛି। ସେ ସମୟରେ ମଲ୍ଲିକା ଆଉ ଅଂଶଙ୍କର ମୁହଁକୁ ଦେଖିକି ସେ ଭାବୁଛନ୍ତି କିଛି ନା କିଛି ଗଡ଼ବଡ଼ ଅଛି। ଆଉ ରାଜବୀରଙ୍କର ଆଶ୍ଚର୍ଯ୍ୟକର ସମୟ ଦେଖିକି ସେ ଭାବୁଛନ୍ତି ନା କିଛି କିଛି ଗଡ଼ବଡ଼ ଅଛି, ତାହେଲେ ଆମେ କ'ଣ କରିବା। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି ଯେ ପ୍ରକୃତରେ ମଲ୍ଲିକାର ରହସ୍ୟ ସାମ୍ନାକୁ ଆସିଯିବ ଆଉ ରାଜବୀର କଥା ମଧ୍ୟ ସମସ୍ତେ ଜାଣିପାରିବେ? ଯଦି ଜାଣିବାକୁ ଚାହୁଁଛନ୍ତି ଅପେକ୍ଷା କରନ୍ତୁ ନେକ୍ସଟ ଏପିସୋଡକୁ। ଏଇ ଏପିସୋଡଟା କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବେ। ବାଏ ବାଏ।